Audio Jungle. Audio Jungle. Hi friends, welcome to Elijah's Study Point. ପୂର୍ବ କ୍ଲାସ୍ରେ ଆମେ PBGର ଫିଲୋସଫି ଅଫ୍ ଭଗବତ ଗୀତାର ୟୁନିଟ୍ 1ରେ ଥିବା ପ୍ରତ୍ୟେକ କ୍ଲାସ୍କୁ କମ୍ପ୍ଲିଟ୍ କରିସାରିଛନ୍ତି ଏବଂ ଚାପ୍ଟର 1ରେ ଥିବା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମଧ୍ୟ ଆଲୋଚନା କରିସାରିଛନ୍ତି। ଆଜି ଆମେ ଚାପ୍ଟର 2ରେ ଥିବା ଧର୍ମ ସେ ସମ୍ପର୍କରେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ବା ଆଦର୍ଶ ପ୍ରଶ୍ନାବଳୀକୁ ଆଲୋଚନା କରିବା। ତ ଯେଉଁମାନେ ବିଗତ କ୍ଲାସ୍କୁ ଦେଖିନାହାନ୍ତି ୟୁନିଟ୍ 1ର ଫୁଲ୍ ନୋଟ୍ PDF ଦିଆସରିଛି ଏବଂ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ PDF ଦିଆଯିବ। ତ ଯେଉଁମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିନାହାନ୍ତି ସେମାନେ ଏବେ ଯାଇକି ଜଏନ୍ କରି ସବୁ କ୍ଲାସ୍ର PDF ଦେଖିନିଅନ୍ତୁ। ତ ଆଜି ଆମେ ପଢ଼ିବା ଚାପ୍ଟର 2ର କିଛି ସିଲେକ୍ସନ୍ କ୍ୱେଶ୍ଚିନ୍ ବା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତ ଚାଲନ୍ତୁ ଆରମ୍ଭ କରିବା ଆଜିର କ୍ଲାସ୍। ପ୍ରଥମେ ଅଛି ପ୍ରଥମ ଭାଗରେ 1 ମାର୍କ ଯାହାକି MCQ। 1 ନମ୍ବର କ୍ୱେଶ୍ଚିନ୍, ଧ୍ରୁ ଶବ୍ଦର ଅର୍ଥ କ'ଣ? ପାଳନ କରିବା, ବର୍ଣ୍ଣନା କରିବା, ଧାରଣ କରିବା, ମନେ ରଖିବା। ତ କରେକ୍ଟ ଆନ୍ସର୍ ହେଇଯିବ ଧାରଣ କରିବା। ନେକ୍ସଟ କ୍ୱେଶ୍ଚିନ୍, ବୈଦିକ ଋତକୁ ପୂର୍ବ ମୀମାଂସାରେ କ'ଣ କୁହାଯାଇଛି? ଦିବ୍ୟ ବିଧାନ, ଅପୂର୍ବ, ଅଦୃଷ୍ଟ, ଧର୍ମ। ତ କରେକ୍ଟ ଆନ୍ସର୍ ହେଇଯିବ ଅପୂର୍ବ। ସବୁ ନୋଟ୍ରେ ଆଲୋଚନା କରାଯାଇଛି। ନେକ୍ସଟ 3 ନମ୍ବର କ୍ୱେଶ୍ଚିନ୍ରେ ଅଛି ଆଚାରର ପରମ ଧର୍ମ ଏହା କିଏ କହିଛନ୍ତି? ଶ୍ରୀକୃଷ୍ଣ, ବ୍ୟାସଦେବ, ମନୁ, ଯୁଧିଷ୍ଠିର। ତ ମନୁ ଏହି ଉକ୍ତିଟିକୁ ଆଲୋଚନା କରିଛନ୍ତି। ନେକ୍ସଟ, କାହା ମତରେ ଧର୍ମ ହେଉଛି ନୈତିକ କର୍ତ୍ତବ୍ୟର ସମାହାର? ମହାବୀର, ବୁଦ୍ଧ, ଶଙ୍କରାଚାର୍ଯ୍ୟ, ବ୍ୟାସଦେବ। ତ କରେକ୍ଟ ଆନ୍ସର୍ ହେଇଯିବ ବୁଦ୍ଧ। 5 ନମ୍ବର କ୍ୱେଶ୍ଚିନ୍, ଶିଖ ଧର୍ମର ଧର୍ମ ଗ୍ରନ୍ଥକୁ କ'ଣ କୁହାଯାଇଛି? କୋରାନ, ବାଇବେଲ, ଗ୍ରନ୍ଥ ସାହେବ, ଅଙ୍ଗ। ତ ଗ୍ରନ୍ଥ ସାହେବ ହେବ କରେକ୍ଟ ଆନ୍ସର୍। 6 ନମ୍ବର, କୃଷି, ଗୋପାଳନ ଓ ବାଣିଜ୍ୟ ଆଦି କାହାର ସ୍ୱାଭାବିକ କର୍ମ? ତ ଏହାର ଆନ୍ସର୍ ହେଇଯିବ ବୈଶ୍ୟ। ଏଇଟା ବି ଆଲୋଚନା କରାଯାଇଛି। ପ୍ରାଣୀ ବା ଭୂତମାନଙ୍କ ପାଇଁ କରାଯାଉଥିବା ଯଜ୍ଞକୁ କ'ଣ କୁହାଯାଇଛି? ତ ଭୂତମାନଙ୍କ ପାଇଁ କରାଯାଇଛି। ତ ଏଇ ୱାର୍ଡ଼ରୁ ଆପଣମାନେ ବୁଝିପାରୁଥିବେ ଦେବଯଜ୍ଞ, ନରଯଜ୍ଞ, ଭୂତଯଜ୍ଞ, ପିତୃଯଜ୍ଞ। ତ କରେକ୍ଟ ଆନ୍ସର୍ ହେଇଯିବ ଭୂତଯଜ୍ଞ। ନେକ୍ସଟ, ଶୂନ୍ୟ ସ୍ଥାନ ପୂରଣ କର 1 ମାର୍କ କ୍ୱେଶ୍ଚିନ୍। ତାର ଆନ୍ସର୍ ବି ରହିଛି। ଡ୍ୟାସ୍ ହିଁ ମନୁଷ୍ୟକୁ ଅନ୍ୟ ପ୍ରାଣୀଠାରୁ ପୃଥକ କରିଥାଏ। କରେକ୍ଟ ଆନ୍ସର୍ କ'ଣ ହେଇଯିବ? ଧର୍ମ। ଧର୍ମ ମନୁଷ୍ୟକୁ ଅନ୍ୟ ପ୍ରାଣୀଙ୍କ ଠାରୁ ପୃଥକ କରିଥାଏ। ମନୁଷ୍ୟ ପାଖରେ ଧର୍ମ ରହିଥାଏ। ବେଦରେ ଡ୍ୟାସ୍ ଶବ୍ଦଟି ଶାଶ୍ୱତ ବିଶ୍ୱ ନିୟମ ରୂପେ ଅଭିହିତ। ବେଦରେ ଋତ ଶବ୍ଦଟି ଶାଶ୍ୱତ ବିଶ୍ୱ ନିୟମ ରୂପେ ଅଭିହିତ। ନେକ୍ସଟ, ଡ୍ୟାସ୍ଙ୍କ ମତରେ ଧର୍ମ ହେଉଛି ଆତ୍ମାର ସଂସ୍କୃତି। ତ କାହା ମତରେ? ନା ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ନେକ୍ସଟ, ଶ୍ରମ ବା କର୍ମର ବିଭାଜନ ଉପରେ ଡ୍ୟାସ୍ ପର୍ଯ୍ୟବସିତ। ତ ଶ୍ରମ ଓ କର୍ମର ବିଭାଜନ କାହା ଉପରେ ପର୍ଯ୍ୟବସିତ? ନା ବର୍ଣ୍ଣ। ତ ବର୍ଣ୍ଣ ଅନୁସାରେ ଶ୍ରମ ଏବଂ କର୍ମ ବିଭାଜନ ହୋଇଥାଏ। ସତ୍ତ୍ୱ, ରଜ ଓ ତମ ଗୁଣତ୍ରୟ ଡ୍ୟାସ୍ରୁ ଜାତ। ଏହା ପ୍ରକୃତିରୁ ଜାତ, ପ୍ରକୃତି। ନେକ୍ସଟ, ଆତ୍ମାର ଭାବକୁ ଡ୍ୟାସ୍ କୁହାଯାଏ। ଏଇଟା କୁହାଯାଇଛି ଆପଣଙ୍କୁ ନୋଟ୍ରେ ଡକା ହେଇଛି। ତ ଆତ୍ମାର ଭାବକୁ ସ୍ୱଭାବ, ଓକେ, ଆତ୍ମାର ବିଧାନକୁ ସ୍ୱଧର୍ମ। ନେକ୍ସଟ, ଏହାର ଆନ୍ସର୍ ଦେଖନ୍ତୁ, ଏତିକି ସବୁ ଆନ୍ସର୍ ତାର ଅଛି। ଧର୍ମ ଶବ୍ଦଟି କେଉଁ ଧାତୁରୁ ନିଷ୍ପନ୍ନ ହୋଇଛି? ଏସବୁ 1 ମାର୍କ ଆପଣମାନଙ୍କୁ କୁହାଯାଇଥିଲା ଧର୍ମ ଧାତୁଟି କେଉଁ ଧାତୁରୁ। ଏଗୁଡ଼ା ସବୁ ନୋଟ୍ରେ ଆଲୋଚନା କରାଯାଇଛି। ଯେମିତିକି ଏଇଠି ଫାର୍ଷ୍ଟ କ୍ୱେଶ୍ଚିନ୍ ବି ତାର ଆନ୍ସର୍ ଅଛି ଧ୍ରୁବ ଧାତୁରୁ। ନେକ୍ସଟ, ଧର୍ମ ବିଶ୍ୱସେ ଜଗତ ପ୍ରତିଷ୍ଠଃ ଏହା କେଉଁ ଉପନିଷଦର ବାଣୀ ଅଟେ? ନେକ୍ସଟ, ଧର୍ମ ହେଉଛି ନୈତିକ କର୍ତ୍ତବ୍ୟର ସମାହାର। ଏହା କିଏ କହିଛନ୍ତି? ନେକ୍ସଟ, ମୁଁ ଏହାର ନୋଟ୍ର PDF ଏବଂ ବୁକ୍ର PDF ଟେଲିଗ୍ରାମ ଚ୍ୟାନେଲରେ ଦେଇଦେବି। ଆପଣମାନେ ସେଠୁ ଚାହିଁଲେ ଦେଖିପାରିବେ। ଏବଂ ଟେଲିଗ୍ରାମ ଚ୍ୟାନେଲର ନେମ୍ ଯାହା ଆମର ୟୁଟ୍ୟୁବ୍ ଚ୍ୟାନେଲର ନେମ୍ ସେମ୍ ଅଛି। ତ ଆପଣମାନେ
को कन्फ्यूज हेबे नहीं। तो एलिजा स्टडी पॉइंट यूट्यूब नेम एवं टेलीग्राम नेम मध्य एलिजा स्टडी पॉइंट। नेक्स्ट चतुर्वर्ण केउं आधार रे सृष्टि होईछि। चतुर्वर्ण जेमितिक आम वर्ण केउं आधार सृष्टि होता है श्रम एवं धर्म अनुसार सेहीपरि चतुर्वर्ण मध्य से आधार रे सृष्टि। धर्मर बाह्य रूप को कौन कहुए धर्मर सॉरी चतुर्वर्ण गुण और कर्म आधार रे सृष्टि होता है। ये सब आंसर मध्य देछि। धर्मर बाह्य रूप को कौन कहुए ना धार्मिकता। ऋग्वेद केते प्रकार वर्णर कथा कहुଯାଇଛି जन्मना जायते शूद्र बोली केउं शास्त्र रे कहुଯାଇଛି। धर्म रखति रक्षितः यह केउं शास्त्र रे कहुଯାଇଛି यह मनुस्मृति रे कहुଯାଇଛି। तो आपण माने देखि नियंतु। नेक्स्ट 2 नंबर क्वेश्चन आसला धर्म शब्दर आक्षरिक अर्थ कौन आश्रम शब्दर अर्थ कौन वर्ण धर्म गुड़िक उल्लेख कर आश्रम धर्म गुड़िक उल्लेख कर पुरुषार्थ कहले कौन बुझा जाए विज्ञानवाद अनुसार स्वभाव प्रकार भेद गुड़िक लेख। तो एगुड़िक सब नोट्रे आलोचना कर आपण मैंने पढ़े। नेक्स्ट तृतीय भाग पार्थक्य दर्शाओ जोटा कि 5 मार्क क्वेश्चन जपर ये पार्थक्य दर्शाए यहीपरि भाव भी क्वेश्चन आसपे ना 5 मार्क आस वस्तु धर्म कौन और वस्तु धर्म और जैव धर्म मध्य पार्थक्य कौन ब्राह्मण धर्म क्षत्रिय धर्म कौन ब्रह्मयज्ञ नरयज्ञ कौन स्वधर्म परधर्म कौन स्वभाव और स्वधर्म पितृयज्ञ और भूत यज्ञ। नेक्स्ट टिप्पणी प्रदान कर जब ब्रह्मचर्याश्रम ये सब आलोचना कराई बानप्रस्थाश्रम गृहस्थश्रम सन्यासाश्रम सब ये आश्रम आसूसी। नेक्स्ट चतुर्थ अध्याय ये सब 8 मार्क क्वेश्चन देखि नियंतु। धर्म कौन यार वैशिष्ट आम पूरा फास्ट क्वेश्चन ये आलोचना करते वर्ण धर्म क्या कहुए यार उत्पत्ति गीतार वर्ण धर्मटी विशद बरणी प्रदान कर आश्रम धर्म कौन चतुराश्रम एक संक्षिप्त टिप्पणी प्रदान कर। तो गीतार जो वर्ण धर्म ये अच्छी विशद बरणी आलोचना कर। 8 मार्क तो हम ना बहुत कम देती कि पढ़व केमी ना गीतार अर्थ तो माने गीतार धर्म विषय कौन कहुई गीतार वर्ण धर्म कौन यहीपरि भाव में आपंकर 8 मार्क पड़ो। सेपरि स्वभाव धर्म कौन स्वधर्म मध्य पार्थक्य बुझाओ गीता वर्णित स्वभाव और स्वधर्म विषय आलोचना कर गीतार स्वधर्म परधर्म विषय आलोचना कर श्रेयान स्वधर्म विगुण परमा स्वनुष्ठिता स्वधर्मे निधनं श्रेय परम धर्म भयावह यही श्लोकटी व्याख्या कर यह बुक रे अच्छी आपण मैंने चाहिए देखिपारे। तो एति 8 मार्क क्वेश्चन तो एगुड़ा आप प्राक्ट करूँ मो नोट्रे सबकि आलोचना कर खाली एक्सट्रा क्वेश्चन दिखाई कि आंसर से ही नोट्रे आपरे। तो एति आज क्लास। नेक्स्ट क्लास रे आमे यूनिट 1 रो 1 मार्क क्वेश्चन विशद भाव में आलोचना करवा 1 मार्क क्वेश्चन संपूर्ण आलोचना करवा देन आमे 2 मार्क 5 मार्क एवं 8 मार्क को आलोचना करवा। सबुर आंसर आपण मैंने नोट पाइबे एवं क्वेश्चन मु किछि सिलेक्शन बछा बछा क्वेश्चन आनिबी। तो आपण मैंने वेट करंतु। तो सेतिक समय रहिली। जय जगन्नाथ।